କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ସଂଜ୍ଞା ଦିଅ। ଓକେ, କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ସଂଜ୍ଞା ଦିଅ। ତ ଦେଖ ଏହାର ଆନ୍ସରଟି କ'ଣ ଲେଖିବା? ଅଧ୍ୟାପକ ମାର୍ଶାଲଙ୍କ ଭାଷାରେ କୌଣସି ବ୍ୟକ୍ତି ନିକଟରେ ଥିବା ଏକ ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି ତାହା ଦ୍ରବ୍ୟଟିର ମୋଟ ପରିମାଣରେ ବୃଦ୍ଧି ହେବା ସଙ୍ଗେ ସଙ୍ଗେ କ'ଣ ହୋଇଥାଏ? କ୍ରମଶଃ ହ୍ରାସ ପାଏ। ଏଠାରେ ଅତିରିକ୍ତ ଉପଯୋଗିତା କହିଲେ ସୀମାନ୍ତ ଉପଯୋଗିତାକୁ ବୁଝାଏ। ଆଉ ଗୋଟେ ଶୁଣ, ତୁମର ମାର୍ଜିନାଲ ୟୁଟିଲିଟି ବା ସୀମାନ୍ତ ଉପଯୋଗିତାର ଅନ୍ୟ ନାମ କ'ଣ? ଅତିରିକ୍ତ ଉପଯୋଗିତା। ମନେ ରଖ କ'ଣ ନା ଅତିରିକ୍ତ ଉପଯୋଗିତା ତୁମର MCQରେ ଆସିପାରେ। ବୁଝିପାରୁଛ? ତ ଏଠାରେ କ'ଣ କହୁଛି ଧ୍ୟାନର ସହିତ ଶୁଣ। ମାର୍ଶାଲଙ୍କ ମତରେ କ'ଣ? କୌଣସି ବ୍ୟକ୍ତି ନିକଟରେ ଥିବା ଗୋଟିଏ ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ। ବୁଝିପାରୁଛ? ସପୋଜ୍ ତୁମ ପାଖରେ ଗୋଟିଏ ଦ୍ରବ୍ୟ ଅଛି, ତା'ର ଯଦି ପରିମାଣ ବୃଦ୍ଧି ହେଉଛି ମିନ୍ସ ତୁମେ ଯଦି କନଜ୍ୟୁମ୍ କରୁଛ, ଗୋଟିଏ ରସଗୋଲା ଖାଇଲ, ଦୁଇଟି ରସଗୋଲା ଖାଇଲ, ତିନୋଟି ରସଗୋଲା ଖାଇଲ, ବୁଝିଲା? ସେ ଯେଉଁ ଅତିରିକ୍ତ ଉପଯୋଗିତା ମିନ୍ସ ଯେଉଁ ତୁମେ ମାର୍ଜିନାଲ ୟୁଟିଲିଟି ପାଉଛ, ଯେଉଁ ତୁମେ ସୀମାନ୍ତ ଉପଯୋଗିତା ପାଉଛ, ତାହା ଦ୍ରବ୍ୟଟିର ମୋଟ ପରିମାଣରେ ବୃଦ୍ଧି କରିଥାଏ। ମିନ୍ସ କ'ଣ? ମୁଁ ଦେଖାଇଥିଲି ପ୍ରଥମେ ଯେଉଁ ତୁମେ 50 ପାଇଥିଲ, ଦେନ୍ କ'ଣ ପାଇଥିଲ 40 ପାଇଥିଲ, ଦେନ୍ ତୁମେ 30 ପାଇଥିଲ। ତ ଫାର୍ଷ୍ଟ କ'ଣ ହେଇଥିଲା? ତୁମର ମୋଟ ଉପଯୋଗିତା 50 ଥିଲା, ଦେନ୍ 90 ହେଇଥିଲା, ଦେନ୍ 120 ହେଇଥିଲା। ମିନ୍ସ କ'ଣ? ତୁମର ଟୋଟାଲ୍ ୟୁଟିଲିଟି କ'ଣ ହେଉଥିଲା? ମୋଟ ପରିମାଣ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମୋଟ ପରିମାଣ ତ ବୃଦ୍ଧି ହେଉଥିଲା, କିନ୍ତୁ କ'ଣ କମୁଥିଲା? ତୁମର ଯେଉଁ ଅତିରିକ୍ତ ଉପଯୋଗିତା ଥିଲା ମିନ୍ସ ତୁମର ଯେଉଁ ସୀମାନ୍ତ ଉପଯୋଗିତା ଥିଲା ତାହା ଧୀରେ ଧୀରେ କମୁଥିଲା। ଦେଖ 50 ଥିଲା, ଦେନ୍ 40, ଦେନ୍ 30, ଦେନ୍ ହେବ କ'ଣ ନା 20, ଦେନ୍ ହେବ 10। ବୁଝିପାରୁଛ? ତ ଏଠାରେ କ'ଣ କରାଯାଇଛି? ଦେଖ କ୍ରମଶଃ ହ୍ରାସ ପାଏ। ଏଠାରେ ଅତିରିକ୍ତ ଉପଯୋଗିତା କହିଲେ ସୀମାନ୍ତ ଉପଯୋଗିତାକୁ ବୁଝାଏ, ଯାହା ମୁଁ ଅଲରେଡ଼ି ମେନସନ୍ କରିଅଛି। ବୁଝି ହେଉଛି? ଆଇ ଥିଙ୍କ ଏଭ୍ରିଥିଙ୍ଗ ଇଜ୍ କ୍ଲିୟର। ଏବଂ ଏହି ରିଲେସନ୍ ବା ଏହି ଯେଉଁ ସମ୍ପର୍କକୁ ବର୍ଣ୍ଣନା କରିଥାଏ ତାକୁ ହିଁ କ'ଣ କୁହାଯାଇଥାଏ? ତୁମର ଯେଉଁ ଏହା କହୁଛି କ'ଣ ନା କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମ। ବୁଝିପାରିଲ? ଆଇ ଥିଙ୍କ ଏଭ୍ରିଥିଙ୍ଗ ଇଜ୍ କ୍ଲିୟର।